शाश्वतमकारणं कारणानां शिवमकेवलं भासकमभासकानां तुरीयमतमः पारमाद्यन्तहीनं प्रपद्ये परमं पावनमद्वैतहीनं। नमस्ते नमस्ते विभो विश्वमूर्ते, नमस्ते नमस्ते चिदानन्दमूर्ते, नमस्ते नमस्ते तपोयोगगम्य, नमस्ते नमस्ते श्रुतिज्ञानगम्य। समस्त को स्वागत करुच्ची। आमर चलती कवि और समालोचक से विषय किसी किसी आलोचना। आज चतुर्थ आलोचना थी साधना संपर्क में तुम्हें बा अन्य कई साधक जो बाधा विघ्न अनुभव करुच प्रकृति था ध्यान अथवा भक्ति अथवा कर्म भितर गोटी को बाछिबार प्रश्न नुहे। मोर साधना समस्या होची बाधा विघ्न आसुची कौन आसुची ध्यान बा कर्म बा भक्ति यही सब नुह से गुड़ाक प्रकृति साधना समस्या नुह। आ कौटा प्रभु कहते कि बाछिया प्रश्न है क्या तुम मनोभाव किभली बा कि प्रकार दृष्टिकोण बा अन्य जहाँ कह ता मध्य असुविधा आस मनोभावटी कौ प्रकार इंग्रेज आटिट्यूड जो कहते आम आटिट्यूड पर निर्भर कर आमे निज मनोभाव माध्यम गोटे भल परिवेश सृष्टि कर मनोभाव माध्यम परिवेश को बड़ विकल कर दो। आम मनोभाव बहुत गुरुत्वपूर्ण। तो प्रकृति कौन करुच बेसी बड़ न कौ धारा करा जो जड़े व्यक्ति आईएएस अफिसर अच्छा बड़ा टेंशन ने काम कर बहुत प्रकार समस्या केते मोर खुशी नहीं हस नहीं आज ऑफिस से झाड़ू मारुंट सब हसुचा ये आटिट्यूड कौन तुम जेड़ बड़ चाकरी कर चिंतार रोच व्यस्तता रोच खुशी कौन जापर आनंद कौन जापर झाड़ू मारे कौन है कम छोट बड़ पड़ने कौ प्रकार आटिट्यूड मनोभावटा कौन सी से आनंद पाँच खुशी रही। आम पिला दिने गोटे इंग्लिश कविता पढ़ी तार शीर्षक था मिलर ऑफ द डी। डी हूँ नदी से नदी कूल सब विंड कौन कि फैंता कौन ना हुईल कहती पवन से घूरी से घूरिले तले मोटर लगी से मोटर घूरेब और मिल चलो तेणु मिल चलने तार किसी खर्च ना इलेक्ट्रिक दरकार नहीं पावर दरकार नहीं पेट्रोल दरकार नहीं अनेक किसी दरकार नहीं से मिल चलू जी रोजगार हो खुशी अच्छे से तल धारटा लिखाए मोर मन पड़नी कविता बहुत पुराणा हो 62 मसीह पढ़ुलु मैट्रिक 61 शेष लिखाई he envies nobody envies him।
ସେ କାହାକୁ ଈର୍ଷା କରେନି କି ତାକୁ ବି କେହି ଈର୍ଷା କରନ୍ତିନି, କାରଣ ସେ ତାର ନିଜେ ଯାହା କରୁଛି ପରିଶ୍ରମ ସହିତ ଆନନ୍ଦରେ ଖୁସିରେ ଅଛି। ଗୋଟେ ଶବ୍ଦ ଅଛି ହାପି ଗୋ ଲକି ଫେଲୋ। ହାପି ଗୋ ଲକି ଫେଲୋ ମାନେ ସବୁବେଳେ ଯୋଉ ଆମର ଛୁଆ କହନ୍ତିନି ବିନ୍ଦାସ, ସେଇଭଳିଆ ଅବସ୍ଥାରେ ଥିବ, ଜଣେ ସବୁବେଳେ ଖୁସିରେ ଥିବ। ଏଇଟି ଆଟିଚ୍ୟୁଡର କଥା। ଯାହା ହେଲେ ବି ମୁଁ ଖୁସିରେ ରହିବି। ଆକ୍ସେପ୍ଟ କରିବ କଣ, କିଛି ସମସ୍ୟା ହେଇଥିବ ଆକ୍ସେପ୍ଟ କରିଲେ ଆନନ୍ଦ ଲାଗିବ। ଆଉ ତା ଉପରେ ତମେ ଏକାଗ୍ର ହେଇ ଚାଲିବ, ମନେ ରଖ ଯାହା ଉପରେ ତମେ ଯେତେ ଅଧିକ କନସେଣ୍ଟ୍ରେଟ କରିବ ସେ ସେତେ ଅଧିକ ବଳଶାଳୀ ହେଇଯିବ। ତମେ ଯାହାକୁ ଯେତେ ବେଶୀ ଭୁଲିବାକୁ ଚେଷ୍ଟା କରିବ, ବିଶେଷ ଗୁରୁତ୍ୱ ଦବନି ଜୀବନରେ ତମର, ସେ ସେମିତି ଦୁର୍ବଳ ହେଇଯିବ। ଆମର ସ୍ୱଭାବ ହେଲା ଆମେ ଅସୁବିଧା ଉପରେ ବେଶୀ କନସେନ୍ଟ୍ରେଟ୍ କରୁ, ବେଶୀ ଏକାଗ୍ର ହେଇଯାଉ, ତାରି ଉପରେ ସବୁବେଳେ ଭାବି ଚାଲୁ, ତେଣୁ ସେ ସ୍ୱତଃ ସେ ମୋଟା ହେଇଯାଏ, ତାର ସାମର୍ଥ୍ୟ ବଢ଼ିଯାଏ। ସେ ଆମକୁ ଆଉ ଅଧିକ ସାହାଯ୍ୟ କ'ଣ କରିବ, ସେ ଆମକୁ ଆହୁରି ଆମର ସମସ୍ତ ବ୍ୟସ୍ତତା ସବୁ ସେ ନେଇଯାଏ, ସବୁ ବ୍ୟସ୍ତ ସବୁବେଳେ। କିଛି ନଥାଇକି ଜଣେ ଆନନ୍ଦରେ ରହିପାରିବ, ସବୁ ଥାଇକି ଜଣେ ଦୁଃଖରେ ରହିପାରିବ। ଏଇଠି ହଉଛି ପ୍ରଭୁ କହିଲେ ତମର ମନୋଭାବ, ତମର ମନୋଭାବ କିଭଳି ବା କି ପ୍ରକାର, ଆଉ ଦୃଷ୍ଟିକୋଣ, ମନୋଭାବ କିଭଳି, ଦୃଷ୍ଟିକୋଣ କିଭଳି, ତମ ସେ ସବୁ ଜିନିଷକୁ କେମିତି ଦେଖୁଛ। ଅନ୍ୟ ଦିନ ଆମେ କଥା ହଉଥିଲୁ, ଗୋଟେ ଦୁଷ୍ଟ ପିଲାକୁ 2 ଜଣ ଫେସ୍ କରୁଛନ୍ତି। ପିଲାଟା ଦୁଷ୍ଟାମି କରୁଛି, ଜଣେ କହୁଛି ସବୁବେଳେ ଦୁଷ୍ଟାମି କରୁଛି, କେତେ ଦୁଷ୍ଟାମି କିଏ ଟଲେଟ୍ କରିବ, ବହୁତ କରୁ, ଠିକ। ଆଉ ଜଣେ ସେୟା କରୁଛି, ହଁ ପିଲାଟା ଦୁଷ୍ଟାମି କରୁଛି, କିନ୍ତୁ ଦୁଷ୍ଟାମି ତ ପିଲାମାନେ କରନ୍ତି ନା, ଆଉ ବଡ଼ମାନେ କରିବେ। ଏଇ ସମୟରେ ସେମାନେ ଦୁଷ୍ଟାମି ସାଧାରଣତଃ କରନ୍ତି, ସେ କହୁନି ଯେ ପିଲାଟା ଦୁଷ୍ଟାମି କରୁନାହିଁ ବୋଲି, ସେ ବି କହୁଛି ହଁ ପିଲାମାନେ ଦୁଷ୍ଟାମି କରନ୍ତି, ଦୁଷ୍ଟାମି କରୁଛି ମଧ୍ୟ, କିନ୍ତୁ ତାର ଆଟିଚ୍ୟୁଡ ହେଉଛି ପଜିଟିଭ ଆଟିଚ୍ୟୁଡ, ପିଲାମାନେ କରନ୍ତି ଆଉ ସ୍ୱାଭାବିକ ହବା କଥା। ଗୋଟେ ପିଲା ଯଦି ଦୁଷ୍ଟାମି ନ କରିବ, ଜାଣିବ ତା ଦେହ ଭଲ ନାହିଁ। ସୁସ୍ଥ ପିଲାମାନେ ଦୁଷ୍ଟାମି କରିବେ, ଆଟିଚ୍ୟୁଡ ଫରକ ହେଇଗଲା। ଏକା ଘଟଣାକୁ 2 ଜଣ 2 ପ୍ରକାରରେ କହିଲେ। ପ୍ରଭୁ କହିଲେ ତମ ଆଟିଚ୍ୟୁଡ କୋଉ ପ୍ରକାର ତାହା ନିର୍ଭର କରେ, କୋଉ ପ୍ରକାର ଦୃଷ୍ଟିକୋଣ, କେମିତି ତମ ଘଟଣାଟାକୁ ଦେଖୁଛ। ତୁମ କ୍ଷେତ୍ରରେ ଜଣାଯାଏ ଏକ ଦିଗରେ ବିପୁଳ ମାନସିକ ପ୍ରଚେଷ୍ଟା, ଅନ୍ୟ ଦିଗରେ ପ୍ରାଣ କ୍ଷେତ୍ରରେ ଏକ ବିଷାଦମୟ ନିଶ୍ଚୟତା, ଯାହା ଏସବୁକୁ ଦେଖୁଥାଏ ଓ ଉଚ୍ଚ ସ୍ତରରେ ନୁହେଁ ବରଂ ଧୀର ସ୍ୱରରେ କହୁଥାଏ, ବେଶ ବନ୍ଧୁ ଆହୁରି ଆଗେଇ ଯାଅ, କିନ୍ତୁ ଗୋଟେ ଡଟକେ ଛାଡ଼ିଛନ୍ତି। ଏଇ ଯୋଉ ବ୍ୟକ୍ତିକି ପ୍ରଭୁ ଆଡଭାଇସ୍ କରୁଛନ୍ତି, ଉପଦେଶ ତାଙ୍କୁ କହୁଛନ୍ତି, ତୁମ କ୍ଷେତ୍ରରେ ଦେଖାଯାଏ ଏକ ଦିଗରେ ବିପୁଳ ମାନସିକ ପ୍ରଚେଷ୍ଟା। ଏଇଟା ତ ଲେଖାଲେଖି ବିଷୟରେ ଆସିଛି, ତେଣୁ କୁହାହଉଛି ବହୁତ ବେଶୀ ମାନସିକ ପ୍ରଚେଷ୍ଟା ତମେ କରୁଛ, ଚେଷ୍ଟା କରୁଛ ମନ ମାଧ୍ୟମରେ କିଛି କାର୍ଯ୍ୟ କରିବା ପାଇଁ। ଆଉ ଗୋଟେ ଦିଗରେ ପ୍ରାଣ କ୍ଷେତ୍ରରେ ଏକ ବିଷାଦମୟ ନିଶ୍ଚୟତା। ବିଷାଦମୟ ନିଶ୍ଚୟତା ମାନେ ସେ ବିଷାଦକୁ ହିଁ ସେ ନିଶ୍ଚୟ କରୁଛି। ପ୍ରାଣ କହୁଛି ଯେତେ ସାମର୍ଥ୍ୟ ଥିଲେ କ'ଣ ହବ। ଧରାଯାଉ ଜଣେ ବହୁତ ଉଚ୍ଚକୋଟୀର କବି ଅଛନ୍ତି, ସେଟା ବହି ଲେଖିଲେ, ବହିରେ ଲେଖିଲା ବେଳକୁ ତାଙ୍କର ପ୍ରବଳ ଉତ୍ସାହ ଆସିଛି, ବହି ଲେଖିଛନ୍ତି, କବିତା ସେ ବହି ଲେଖିଛନ୍ତି, କିନ୍ତୁ ଯେତେବେଳେ ଛାପିବାକୁ ବାହାରିଲେ ଯୋଉ ପବ୍ଲିସର ମାନେ କହିଲେ କବିତା ବହି ଜମା ବିକ୍ରି ହବନି। ଆମ ରାଜ୍ୟରେ କବିତା ବହି ଲୋକ କବିତା ବହି ପଢିବା ପାଇଁ ଲୋକ କାହିଁକି, ଏ ଗଦା ହେଇଯାଏ କବିତା ବହି, କୌଣସି ପବ୍ଲିସର ବହି ନେବା ପାଇଁ ରାଜି ହେଲେନି। ଏତେ ଆଗ୍ରହରେ ବସି ଲେଖିଥିଲେ ମାନସିକ ନିଶ୍ଚୟତା, ଏ ମାନସିକ ବିପୁଳ ମାନସିକ ପ୍ରଚେଷ୍ଟା ଲେଖିଲେ ବସିକି। ତାପରେ ପ୍ରାଣ କ୍ଷେତ୍ରରେ ବିଷାଦମୟ ନିଶ୍ଚୟତା, ବିଷାଦ ଆସିଗଲା, ନିଶ୍ଚୟତା ଧରିକି ଆସିଲା, ସତରେ କିଛି ଲାଭ ହେଲାନି, ବେକାର ପରିଶ୍ରମ କରିକି ଲାଭ।
କାରଣ ସେ ସେଇଠୁ ଆରମ୍ଭରୁ ଲେଖୁଥିଲେ ବହି ବିକ୍ରି କରିବା ଉଦ୍ଦେଶ୍ୟ। ଲେଖିବାର ଆନନ୍ଦ ନାହିଁ, ଆନନ୍ଦ ଅପେକ୍ଷା କରିଛି ବହି ଯଦି ବିକ୍ରି ହେବ ତାହେଲେ ଆନନ୍ଦ ଆସିବ, ନିଶ୍ଚିତ ସ୍ୱାଦ ଆସିବ ବୋଲି ସେ ଜାଣିଗଲେ। ଯଦି ଯାହା ଏସବୁକୁ ଦେଖୁଥାଏ, ପ୍ରାଣ ଏସବୁ ଦେଖୁଛି ତମର, ଏବଂ ଉଚ୍ଚ ସ୍ୱରରେ ନୁହେଁ ଧୀର ସ୍ୱରରେ କହିଥାଏ। ଧୀର ସ୍ୱରରେ କଣ କହୁଥାଏ? ବେଶ ବନ୍ଧୁ, ଆହୁରି ଆଗେଇ ଯାଅ, ବହି ତ ବିକ୍ରି ହବନି ନା। ସେ କଣ କହୁଛି? ହଉ ହେଲା, ଆଉ ଲେଖ, ଆଗେଇ ଯାଅ, କିନ୍ତୁ 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 କଣ ହବ ନ ହବ କହିହବନି। ସେ ତ କହିଲେ ବହି ଗୁଡା ବିକ୍ରି ହବନି, ଏଭଳି ଗୋଟେ ଉଦାହରଣ ଦେଇଦବ, ହବନି, କିନ୍ତୁ କହି ଛାଡି ଦେଇଛନ୍ତି। ତାର ବିଷାଦ। ଏବଂ ଧ୍ୟାନ ଶେଷରେ କହିବ, ଧ୍ୟାନ ଆରମ୍ଭ କରି ଧ୍ୟାନ ଶେଷରେ କହିବ, ମୁଁ ତୁମକୁ କଣ କହିଥିଲି? ମୁଁ ତୁମକୁ କଣ କହିଥିଲି? କାବ୍ୟର ଏକ ମୋହନୀୟ ଅପୂର୍ବ ପ୍ଲାବନ ହେବା ପରେ ମଧ୍ୟ ପ୍ରାଣସତ୍ତା ନିରାଶ ହେବା ପାଇଁ ଏତେ ଦୂର ଉଦ୍ୟତ ଯେ ସେଇ ଅବସରକୁ ସେ ନୈରାଶ୍ୟରେ ଉପଦେଶ ଭାବରେ ଉପଯୋଗ କରେ। ନୈରାଶ୍ୟ ଭାବରେ ଉପଦେଶ, ନୈରାଶ୍ୟରେ ଉପଦେଶ। ଆମେ ସମସ୍ତେ ଅଭ୍ୟସ୍ତ ଆଜ୍ଞା, ସମସ୍ତେ ଅଭ୍ୟସ୍ତ। କଣ ଇଣ୍ଟରଭ୍ୟୁ କୋଉଠି ଅଛି ତୋର ଆଜି? ନା ଇଣ୍ଟରଭ୍ୟୁ ଅଛି ଆଜ୍ଞା, ଆମକୁ ଜାଗାରେ ଗୋଟେ ଟେଷ୍ଟ ହବ। କ୍ୟାଣ୍ଡିଡେଟ୍ କେତେ? କ୍ୟାଣ୍ଡିଡେଟ୍ 20-25 ହଜାର ଅଛନ୍ତି। ମୋ ରୋଲ ନମ୍ବର ତ ଆସିଛି 25,000 କେତେ। ପୋଷ୍ଟ କେତେଟା ଅଛି? ପୋଷ୍ଟ 5 ନା 7ଟା ଅଛି। କାହିଁ ବେକାର ଯାଉଛ ଏବେ? 5-7 ପୋଷ୍ଟ ଅଛି, 25,000 କ୍ୟାଣ୍ଡିଡେଟ୍ କାହିଁ? ଆଉ ଯିବୁ, ଯା ବାହାର ପଢାପଢି କରୁଛ, ଦେଇଦେ ଯା। ପଠଉଛନ୍ତି ଇଆଡେ ବିଷାଦ, ବିଷାଦ ଦେଇକି ଛାଡୁଛନ୍ତି। ସେ ଭିତରେ ଯାହା ପଢାପଢି କରିଥିଲା, ସେ ତ ଏତେ ନିଶ୍ଚିତ ଯେ 5 ଭିତରେ ନିଶ୍ଚୟ ଏମିତି ଭାବି ନଥିଲା, କିନ୍ତୁ ତା ଭିତରେ ବିଷାଦ ନଥିଲା। ସେ ପରୀକ୍ଷା ଗୋଟେ ଯାଉଥିଲା ଆନନ୍ଦରେ ପରୀକ୍ଷା ଦେବା ପାଇଁ। କି 5 ଜଣ ପାଇଲେ ପାଇବ, ମୁଁ ପାଇଲେ ଭଲ, ନହେଲା ନାହିଁ, ଯିଏ ପାଉ। ଏଇଭଳିଆ ଭାବିଗଲା ଇଏ ଯୋଉ କହିଦେବେ କାହିଁକି ଯାଉଛୁ, ଆରେ କମନ ସେନ୍ସ ନାହିଁ। କମନ ସେନ୍ସ ଉପରେ ସେଦିନ ଗୋଟେ ବଢିଆ ଜୋକ୍ ପଢିଥିଲି ଦେଖିଥିଲି। ଗୋଟେ ସେ ନିଗ୍ରୋ ପିଲାଟା ବଢିଆ ଜୋକ୍ କରେ। ତାକୁ ଜଣେ ପ୍ରଫେସର ପଚାରୁଛି, ଆରେ ତୁ ଏମିତି ସବୁ କାହିଁ କରୁଛୁ? କଣଟେ ସେ କରୁଛୁ? ନା ମୁଁ ଭଗବାନ ପାଇଁ କରୁଛି। ସେ କହୁଛି କିଏ? ନା ଭଗବାନ ପାଇଁ କରୁଛି, ଭଗବାନ, ଗଡ। ସେ କହିଲେ ଗଡ କୁ ଦେଖିଛୁ ନା ନାଇଁ? ନା ସ୍ପର୍ଶ କରି ଛୁଇଁଛୁ ନା ନାଇଁ? ନା ସାଇନ୍ସ କହୁଛି ଯାହାକୁ ତମେ ଦେଖିନାଅ ବା ସ୍ପର୍ଶ କରିନାଅ, ଡଜ୍ ନଟ୍ ଏକ୍ଜିଷ୍ଟ, ସେ ନଥାନ୍ତି, ନାହାନ୍ତି ସେ। ଦେयर ଇଜ ନୋ ଗଡ, କୌଣସି ଭଗବାନ ଭଗବାନ ନାହାନ୍ତି। କହୁଛି ତୁ କଣ ଗ୍ରାଜୁଏଟ? ସେ କିଛି କହିବା ପୂର୍ବରୁ କହୁଛି ମୁଁ ପ୍ରଫେସର, ମୁଁ ପ୍ରଫେସର। ଗାଡିରେ ବସିବା ପୂର୍ବରୁ ସେ ଟୋକା ପଚାରୁଛି, ପ୍ରଫେସର ତମକୁ ଜାଣିଲ କେମିତି? ଯାହା ମତେ କହିଲ। ନା ଏଟା କମନ ସେନ୍ସ, କମନ ସେନ୍ସ ମୁଁ କହୁଛି। ସେ କହିଲା କମନ ସେନ୍ସ କୁ ଦେଖିଛ ନା ନାଇଁ? ଦେଖିନି। ନା ତାକୁ ଟଚ୍ କରିଛ ନା ନାଇଁ? ଟଚ୍ କରିନି। ନା ସାଇନ୍ସ କହିଲା ଯାହାକୁ ଟଚ୍ କରିହବନି ବା ଯାହାକୁ ଦେଖି ହବନି, ଇଟ୍ ଡଜ୍ ନଟ୍ ଏକ୍ଜିଷ୍ଟ, ତମର କମନ ସେନ୍ସ ନାହିଁ। ଇଟ୍ ଡଜ୍ ନଟ୍ ହାଭ୍ କମନ ସେନ୍ସ। କମନ ସେନ୍ସ ଥିଲେ ତୁ ପରୀକ୍ଷା ଦେଇନଥାନ୍ତୁ। ମୁଁ ଦେଖୁଛି 5-7 ଦିନ ଧରି କଡାକଡି ପଢାପଢି ଚାଲିଛି, ଏଇଟା ଜାଣିବା କଥା ନା। ଏଇ ପ୍ରକାର ଭାବରେ ସଂସାର ଯାକ ପରସ୍ପରକୁ ଆମେ ବିଷାଦମୟ କରିଦେବା ପାଇଁ ବ୍ୟସ୍ତ, ଏବଂ ଆମ ଭିତରେ ଯେ ପ୍ରାଣ ତାକୁ ଗ୍ରହଣ କରି ସେ ବି ଆମକୁ ବିଷାଦଗ୍ରସ୍ତ କରାଏ। ମାନେ ଗୋଟେ ମୋହନୀୟ ଅପୂର୍ବ ପ୍ଲାବନ କହୁଛି ତମ ଭିତରେ ଆସିବ, କିନ୍ତୁ ତାପରେ ମଧ୍ୟ ପ୍ରାଣସତ୍ତା ନିରାଶା ପାଇଁ ଏତେ ଦୂର ଉଦ୍ୟତ ଯେ ତମେ ଖୁସି ହଉଛ ତମେ ନିଜର ସାମର୍ଥ୍ୟ ଉପରେ ଲେଖିଛ ବୋଲି। ପ୍ରାଣ କହୁଛି ହଉ ରହ, ଗୋଟେ ଭୂପେନ୍ଦ୍ର ଭଞ୍ଜ ହେଇଯିବୁ ଆଉ।
କହୁଛି କବିତା ଲେଖି ଖୁସି ହଉଛି, ଉପନ୍ୟାସ ଭଜନଟା ହେଇଯିବୁ ତୁ, ସେତିକି କହିବନି। ତାପରେ କହିବେ କେତେ ବିକିଛୁ, କାହିଁ ତୁ ବ୍ୟବସ୍ଥା ଅଛି, କାହିଁ ତୁ ମାତୃ କିଛି ବିକ୍ରିବଟା ହବନି, ଲୋକ ପଢନ୍ତିନି, କବିତା ଫବିତା କେହି ପଢନ୍ତିନି, କାହିଁ ମାତୃ। ଏଇଭଳିଆ କହିକି ଏତେ ତମ ଭିତରେ ଗୋଟେ ଆଗ୍ରହ ଉତ୍ସାହ ଥିଲେ ମଧ୍ୟ ପ୍ରାଣ ତମକୁ ନିରୁତ୍ସାହିତ କରିବ। ସେ ଅବସରକୁ ସେ ନୈରାଶ୍ୟରେ ଉପଦେଶ ଭାବରେ ଉପଯୋଗ କରିବ। ତମର ଆନନ୍ଦକୁ ସେ ନୈରାଶ୍ୟରେ ନବ। ଏମିତି ଦେଖିଛି ମୁଁ, ତୁ କଣ ପ୍ରଥମ, ମୁଁ ପୁରା ବହୁତ ଥର ଏମିତି ଉପଦେଶ ଦବ ନା, ଉପଦେଶ ଗୋଟେ ଏକ୍ସାମ୍ପଲ ନଦେଲେ ସେ ଗ୍ରହଣ କରିବନି। ଉପଦେଶଟା ଗୋଟେ ନୈରାଶ୍ୟ ଉପଦେଶ। ସାଧକ ମାନଙ୍କର ଅଧିକାଂଶ ବାଧାବିଘ୍ନ ସହିତ ମୁଁ ପରିଚିତ, ମୁଁ ସେସବୁ ଅତିକ୍ରମ କରି ଆସିଛି। ପ୍ରଭୁ କହୁଛନ୍ତି ଆମ ସାଧକ ମାନେ ଯୋଉମାନେ ଅଛନ୍ତି ବା ଯୋଉମାନେ ତାଙ୍କ ସହିତ ସମ୍ପୃକ୍ତ ଥାନ୍ତି, ଭକ୍ତ ଶିଷ୍ୟମାନେ, ସେମାନଙ୍କ ଯେତେ ବାଧାବିଘ୍ନ ସବୁ ବାଧାବିଘ୍ନ ସହିତ ମୁଁ ପରିଚିତ ଅଛି ଓ ସେସବୁ ମୁଁ ଅତିକ୍ରମ କରି ଆସିଛି, ପରିଚିତ ଅଛି ଏବଂ ଅତିକ୍ରମ କରିସାରିଛି ସେ ବାଧାବିଘ୍ନ ସବୁ। ବାଧାବିଘ୍ନକୁ ସମ୍ମୁଖୀନ ହେଇ ଅତିକ୍ରମ ଜଣେ କରିପାରି ସାରିଲା ପରେ ଆଉ ବାଧାବିଘ୍ନ ରହିବ? ଆଉ ଡରିବା ପ୍ରଶ୍ନ। କାରଣ ବାଧାବିଘ୍ନ ଜାଣିଲା ଏଇଆ, ଆମେ ତାକୁ ଅତିକ୍ରମ କରିଚାଲିବା, ତାପରେ ସେ ଯେତେବେଳେ ଆସିବ, ତମେ ଗୋଟେ ବାଘକୁ ଲଢେଇ କରିକି ଚାଲିଗଲ, ବାଘକୁ ହରେଇକି ଚାଲିଗଲ, ତାପରେ ଯିଏ ଆସିବ ସେଟା କୁକୁର ଭଳିଆ ତମେ ଦେଖାଯିବ। ତାକୁ ତମେ ପରିଚୟ କହିବ, ପଚାରି ବୁଝ ମୁଁ କାହା ସାଙ୍ଗେ ଲଢେଇ କରିକି ଆସିଛି, ପଚାର ଅନ୍ୟମାନଠୁ ବୁଝ ମୁଁ କିଏ, ଏସବୁ ତାକୁ କିଞ୍ଚିତ ଦେଖାଯିବ। ସଂସାରର ସମସ୍ୟା, ଜୀବନର ସମସ୍ୟା, ପରିବାରର ସମସ୍ୟା, ନିଜର ସମସ୍ତ ଆଗତ ଭବିଷ୍ୟତ ପାଇଁ ଯାହା ଯାହା ଚିନ୍ତା ବିଶ୍ୱାସ ଯାହା ଯାହା ଅଛି କିନ୍ତୁ କିଞ୍ଚିତ ଲାଗିବ, ଏଇଟା କଣ ଅଛି। ଭଗବାନ ଆସିଛନ୍ତି ପୃଥିବୀରେ, ଭଗବାନ ଅଛନ୍ତି, ଆଉ ସ୍ୱୟଂ ଭଗବାନ ଅଛନ୍ତି, ତାଙ୍କର ଶକ୍ତି ଅତିମାନ ଶକ୍ତି ପୃଥିବୀରେ କାର୍ଯ୍ୟ କରୁଛି, ଆଉ ମୋ ବିଷାଦ କଣ ତାର ଅର୍ଥ ଅଛି, ବିଷାଦର ମୂଲ୍ୟ କଣ? କାହିଁ ମୁଁ ବିଷାଦଗ୍ରସ୍ତ ହେବି, କାହିଁ ବିଷାଦଗ୍ରସ୍ତ ହେବି? ମୋର ସିନା କିଛି କରିବାର ସାମର୍ଥ୍ୟ ଉପରେ ନିର୍ଭର କରୁଥିଲେ ବିଷାଦଗ୍ରସ୍ତରେ ଲାଭ ଅଛି। ଅର୍ଥାତ୍ ମୁଁ ଯଦି ନ ଚାହିଁବି ପୃଥିବୀରେ ରୂପାନ୍ତର ହବ ନାହିଁ। ସେ ଭଗବାନ ତ ବହୁତ ସରଳ ଭାବରେ ମତେ ସେ ସାମର୍ଥ୍ୟ ଦେଇନାହାନ୍ତି। ମୁଁ ଇଚ୍ଛା ନ କଲେ ପୃଥିବୀରେ କିଛି ହେଇପାରିବନି। ହଁ, ଯଦି ତଥାପି ହଉନାହିଁ ମନ ଦୁଃଖ କରି ବସ, ହଁ ତମ ମନ ଦୁଃଖ ଅଛି, ପୃଥିବୀର କିଛି ହେଇପାରିବ। ତମେ କଣ ଆମେ କହୁଛନ୍ତି କୋଉ ଗାଈର ଗୋବର ବୋଲି ଆମେ କହନ୍ତି, ତମେ କିଏ? ତମର ଏଇ ହତାଶା ବିଷାଦ ପୃଥିବୀରେ କଣ କରିବ କାହାର? ତମ ନିଜର ହିଁ ସମସ୍ୟା ହବ, ତମ ନିଜ ସମସ୍ୟା ନିଜେ ହିଁ ଭୋଗିବ ଯେତେ ହତାଶା ବିଷାଦ ହଉଥିବ। ସାଧକ ମାନଙ୍କ ଅଧିକାଂଶ ବାଧାବିଘ୍ନ ସହିତ ପରିଚିତ ଓ ସେସବୁ ଅତିକ୍ରମ କରି ଆସି, କିନ୍ତୁ କାବ୍ୟ ସୃଷ୍ଟିର ଆନନ୍ଦ ବା ତହିଁରେ ଅଭିନିବେଶକୁ କେବେ ମୁଁ ଏକ ଅଦିବ୍ୟ ବିଷୟ ବା ଏକ ନୈରାଶ୍ୟର କାରଣ ହେଇପାରେ ଏପରି ଭାବିଛୁ ବୋଲି ମନେ ହଉନି। ତମର ପ୍ରାଣ କ୍ଷେତ୍ରରେ ତମକୁ ଯୋଉ ବିଷାଦଗ୍ରସ୍ତ ହେଇଯାଉଛ ଲେଖାଲେଖି କରି, କାବ୍ୟ ସୃଷ୍ଟି କରି, ସେ କେବେ ବି ତ ମୋର ହେଇନି। ଆମକୁ ଶ୍ରୀବିନ୍ଦୁ ବହି କଣ ସାଙ୍ଗେ ସାଙ୍ଗେ ଯେତେବେଳେ ଛାପିଲେ ତା ପର୍ଯ୍ୟନ୍ତ ସବୁ ବିକି ସରିଗଲା? ଶ୍ରୀବିନ୍ଦୁ ବହି ବିକିବା ପାଇଁ ଲେଖିଥିଲେ? ଯୋଉ କାବ୍ୟ ସୃଷ୍ଟି କରିଛନ୍ତି ଶ୍ରୀବିନ୍ଦୁ, ସବୁ ହୃଦୟ ଭିତରୁ, ଆତ୍ମା ଭିତରୁ ଯୋଉ ଆସିଛି, ଉର୍ଦ୍ଧରୁ ଅବତରଣ କରିଛି, ସବୁ ଆନନ୍ଦର ସ୍ରୋତ ନେଇକି ଆସିଛି। ସେ ତ କଣ କହିଲେ, କାବ୍ୟ ସୃଷ୍ଟିର ଯୋଉ ଆନନ୍ଦ ବା ତହିଁରେ ଅଭିନିବେଶ, ସେ ଆନନ୍ଦ ଭିତରେ ଥରେ ପ୍ରବେଶ କରିଯାଇଛି, କେବେ ଆମକୁ ଅଦିବ୍ୟ ବିଷୟ ନୈରାଶ୍ୟର କାରଣ ହେଇପାରେ ବୋଲି କହିପାରିବ। ଅଦିବ୍ୟ ବିଷୟ, ସେଟା ଦିବ୍ୟ ନୁହଁ, କାବ୍ୟ କବିତା ଦିବ୍ୟ ନୁହଁ, ଏକଥା କେବେ ବି କହିହବନି। ଆପଣ କହିବେ ଯୋଉ ରୋମାଣ୍ଟିକ ଗୀତ ସବୁ ସେ କଣ ଦିବ୍ୟ? ରୋମାଣ୍ଟିକ ଗୀତ ଦିବ୍ୟ ହବନି କାହିଁକି? ତମେ ଗୋଟେ ବ୍ୟକ୍ତି ଆଉ ଗୋଟେ ବ୍ୟକ୍ତି ସାଙ୍ଗରେ ସମ୍ପର୍କକୁ ନେଇକି ରୋମାନ୍ସ କୁହାଯାଏ ବା ରୋମାଣ୍ଟିକ ଗୀତ କୁହାଯାଏ। ତମେ ତ ଭଗବାନ ସାଙ୍ଗେ ସମ୍ପର୍କ, ଭଗବାନ ତମର ପ୍ରିୟତମ, ତମ ବ୍ୟକ୍ତି ଗୋଟେ କାହାକୁ ପ୍ରିୟତମ କହୁଛ, ଏବେ ଭଗବାନ ନେଲେ ପ୍ରିୟତମ।
ତ ରୋମାଣ୍ଟିକ ଗୀତ ଭଲ କି ହେବନି। ମୁଁ ଗୋଟେ କବିତା ଲେଖିଥିଲି, ରାତ୍ରିର ସପନରେ ଥିଲ ତୁମେ ମୋ ପାଶରେ, ଦେଖିଲି ମୁଁ ତୁମକୁ ହୃଦୟର ଗଭୀରରେ। ଆକୁ ଯେ ନାହିଁ ସେ ରୋମାଣ୍ଟିକ ଗୀତ କରିଦେଇପାରିବ। ରାତିର ସପନରେ ଥିଲ ତୁମେ ମୋ ପାଶରେ, ଦେଖିଲି ମୁଁ ତୁମକୁ ହୃଦୟର ଗଭୀରରେ। ଆକୁ ଜଣେ ରୋମାଣ୍ଟିକ କରିବ? ମୁଁ ତ ରୋମାନ୍ସ ସୁତାଇ ମୋ ମୁଣ୍ଡରେ ଢୁକିନି ମୁଁ ଲେଖିଲା ବେଳେ। ଗୋଟେ ଆଲୋଚନା ଜଣେ କହିଲେ ଆପଣ ବଢିଆ ରୋମାଣ୍ଟିକ ଗୀତ ଲେଖନ୍ତି ଆଜ୍ଞା। ମୁଁ କହିଲି ରୋମାଣ୍ଟିକ ଗୀତ କୋଉଟା ଆଜ୍ଞା? ମୁଁ ତ ଲାଇଫ୍ ମୁଁ ଜାଣିନି ରୋମାଣ୍ଟିକ ଫୋମାଣ୍ଟିକ କି ଜାଣିନି। ସେଇ ଗୀତଟା ଓ ଏବେ ବୁଝିଗଲା, ଏବେ ବୁଝିଗଲା। ହଁ, ମୋ ମାଙ୍କ ସାଙ୍ଗରେ ସେଦିନ ରୋମାନ୍ସ କରେ। ମୋ ରୋମାଣ୍ଟିକ ହିରୋ ହିରୋଇନ ସବୁ ସେଇମାନେ ହିରୋ ସବୁ। ମୁଁ ଲେଖେ ତାଙ୍କୁ ଆଖି ଆଗରେ ରଖି ଲେଖେ। ତେଣୁ ତାକୁ ତମେ ଗୋଟେ ମନ୍ଦ ଦୃଷ୍ଟିରେ କାହିଁ ଦେଖିବ? କୌଣସି କାବ୍ୟ ରଚନା କର, ଯାହା ବି କର, ମନ୍ଦ ଦୃଷ୍ଟିରେ କାହିଁ ତାକୁ ଦେଖିବ? ତାର ଗୋଟେ ନିର୍ଦ୍ଦିଷ୍ଟ ଦିଗ ଅଛି, ନିର୍ଦ୍ଦିଷ୍ଟ ସମ୍ଭାବନା ତା ଭିତରେ ଅଛି। ତାକୁ ନେଇ ସେ ପ୍ରକାଶ କହିବା ବହୁତ ଡିପ୍ରେସିଂ ଗୀତ ଅଛି। ହଁ, ଡିପ୍ରେସିଂ ଗୀତ ଅଛି, ଡିପ୍ରେସିଂ ଗୀତ ଅଛି। ତମ ଯଦି ଭିତରେ ଟଲରାନ୍ସ ହେଇ କହିବ କବିଙ୍କର କିଛି ଗୋଟେ ସମସ୍ୟା ଅଛି ବୋଲି ସେ ଡିପ୍ରେସିଂଲି ଲେଖିଛନ୍ତି, ଅର୍ଥାତ୍ ତମେ ନିଜକୁ ନିଜ ଆଡୁ ପଜିଟିଭରେ ରଖିବାକୁ ଚେଷ୍ଟା କରିବ ସବୁବେଳେ। ରାଧାନାଥ ଲେଖିଲେ ଚିଲିକାରେ, ସଂସାରୀ ସଙ୍ଗତେ ସଙ୍ଗୀ ହେବା ପାଇଁ କେବେ ମୋର ମନ ବଳେ ନାହିଁ, ହସି ଖେଳି ସବୁ ଗମନ୍ତି ସମୟ ଜୀବନ ମଣନ୍ତି ମହୋତ୍ସବ, ଛାର ଭାଗ୍ୟ ମୋର ପିହିତ ପାଷାଣେ, ମୋ ଜୀବନ ଗଢ଼ା ଅନ୍ୟ ଉପାଦାନେ, ଚିର ହାହାକାର ଛାର ଜୀବନ, ଜୀବନ ନୁହେଁ ଜୀବନ୍ତ ମରଣ। ଡିପ୍ରେସିଂ ଲେଖା। କିନ୍ତୁ ଡିପ୍ରେସିଂ କ୍ୟୁ ଯଦି ତମେ ଗୋଟେ କବିର ପର୍ଟିକୁଲାର ମୋମେଣ୍ଟର ଅବସ୍ଥାକୁ ନବ, ସେ ଡିପ୍ରେସିଂ ଲାଗିବନି। ସେ ଆଟିଚ୍ୟୁଡ ଲାଇଫର ସେଇ ସମୟରେ ଗୋଟେ ଭିନ୍ନ ପ୍ରକାର ଏକ୍ସପିରିଏନ୍ସ ଦେଇ ସେ ଯାଉଛନ୍ତି, ଜୀବନଟା ଏକ୍ସପିରିଏନ୍ସ ଦେଇ ଯାଉଛନ୍ତି। ସେ ଏକ୍ସପିରିଏନ୍ସକୁ ସେ ଅନୁଭବ କରିଛନ୍ତି ଏବଂ ତାକୁ ପ୍ରକାଶ କରିଛନ୍ତି। ଏଭ୍ରିଥିଙ୍ଗ ଯାହା ଯାହା ଜୀବନରେ ଆମର ଘଟୁଛି ତାକୁ ପଜିଟିଭ କରିଦେଇପାରିବା, ଆନନ୍ଦରେ ପଜିଟିଭ କରିଦେଇପାରିବା। ତେଣୁ ଏଭଳି କୌଣସି ବିଷାଦଗ୍ରସ୍ତ ହବାର କୌଣସି କାରଣ ନାହିଁ। କହିଲେ କେବେ ଅଦିବ୍ୟ ବିଷୟ, କାବ୍ୟ ରଚନାର ଅଦିବ୍ୟ ବିଷୟ, ସେମିତି କେମିତି ହବ? ଅଦିବ୍ୟ ବିଷୟ ନୁହଁ କି ଏକ ନୈରାଶ୍ୟର କାରଣ ହେଇପାରେ, ନୈରାଶ୍ୟର କାରଣ ହେଇପାରେ କାବ୍ୟ ରଚନା। ଏଭଳି ଭାବିଛି ବୋଲି ମୋର ମନେ ହଉନି, କାରଣ ଏଗୁଡ଼ାକ ଏହା ମତେ ଅତ୍ୟଧିକ ବାହୁଲ୍ୟ ଭଳି ମନେ ହୁଏ। ମାନେ ବାହୁଲ୍ୟ ମାନେ ଏକ୍ସାଗରେସନ ବଢେଇ କହିବା, ବେଶୀ ଅତିରଞ୍ଜିତ କରାହେଇଛି, ଅତିରଞ୍ଜିତ। ତାପରେ ରବୀନ୍ଦ୍ରନାଥ ଟାଗୋର ରବୀନ୍ଦ୍ର ଗୋଟେ ଲେଖା ଲାଇଫ ହେଭେନ୍ସ କବିତା ସମ୍ପର୍କରେ ରବୀନ୍ଦ୍ରନାଥ ଟାଗୋରଙ୍କର କ'ଣ ଗୋଟେ ଆପତ୍ତି। ମୁଁ ଯାହା ପିଙ୍କ ଠାରୁ ବୁଝିଲି, ଟାଗୋର ଲାଇଫ ହେଭେନ୍ସ କବିତା ପ୍ରତି ଯେଉଁ ଆକ୍ଷେପ କରିଛନ୍ତି ତାହା ନୀତିଗତ ନୁହେଁ ବରଂ ବ୍ୟକ୍ତିଗତ। ଏହାର ଅର୍ଥ ତାଙ୍କର ସେପରି ଅନୁଭୂତି କେବେ ହୋଇନାହିଁ। ଲାଇଫ ହେଭେନ୍ସ ପାଇଁ ମୁଁ ଯେଉଁ ଅନୁଭୂତିର ବର୍ଣ୍ଣନା କରିଛି, ଯେହେତୁ ରବୀନ୍ଦ୍ରନାଥ ଟାଗୋରଙ୍କ ସେ ଅନୁଭବ ଆସିନାହିଁ, ତେଣୁ ତା ବ୍ୟକ୍ତିଗତ ଭାବରେ ଆପତ୍ତି କରିଛନ୍ତି। ନୀତିଗତ ଅର୍ଥାତ୍ ସମସ୍ତେ ତାକୁ ଆପତ୍ତି କର, ସେଥିପାଇଁ ସେ କହିନାହାନ୍ତି। ତା ନିଜ ବ୍ୟକ୍ତିଗତ ଅନୁଭବ ନାହିଁ, ସେଥିପାଇଁ ସେ ଆପତ୍ତି କରିଛନ୍ତି ବା ସନ୍ଦେହ କରିଛନ୍ତି, କିଛିଟା କରିଛନ୍ତି। ତେଣୁ ସେଗୁଡ଼ିକ ସତ୍ୟ ବୋଲି ସେ ନିଜେ ସକାଶେ ଗ୍ରହଣ କରିନାହାନ୍ତି। କହିସାରିଲା ପରେ ତାଙ୍କ ପାଇଁ ସତ୍ୟ ବୋଲି ସେ ଗ୍ରହଣ କରିନାହାନ୍ତି। ଫଳତଃ ସେସବୁ ତାଙ୍କ ମଧ୍ୟରେ କୌଣସି ଭାବ ଉଦ୍ରେକ କରିନାହିଁ। ବିରୋଧ କରିବା କି ତାକୁ ସ୍ୱୀକାର କରିବା ବା ବିରୋଧ କରିବା, ଏଭଳିଆ କୌଣସି ଭାବ ତାଙ୍କ ଭିତରେ ଆସିନାହିଁ। କିନ୍ତୁ ମୋର ଶିବ କବିତା ଠିକ ଏହାର ବିପରୀତ। ଶିବ ବୋଲି ଗୋଟେ ଲେଖିଛନ୍ତି କବିତା, ମୁଁ ନାଇଦର ଏଇଟା ସେଟା ଦିଟା କିଛି ପଢିନି। ଶିବ ବୋଲି ଯୋଉ କବିତା ଅଛି, କହିଲେ ମୁଁ ସେ ବିଷୟରେ କିଛି କହୁନାହିଁ। ଯେପରି କେହି ଯଦି ମୋ କବିତାର ଆମୂଳଚୂଳ ନିନ୍ଦା କରେ ତଥାପି ମୁଁ କିଛି କହେ ନାହିଁ। ସେ କହିଲେ ମୁଁ ଯାହା କବିତା ରଚନା କରିଛି, ଜଣେ ଆସିଲା ଏ ମୁଣ୍ଡୁ ସେ ମୁଣ୍ଡୁ ଏ ଟୁ ଜେଡ୍ ସବୁ ନିନ୍ଦା କରି ଗଲା, କହିଲେ ମୁଁ କିଛି କହିବି, ମୁଁ କିଛି କହେନି। ସେ ନିନ୍ଦାର କାରଣ ଯାହା ହେଉନା କାହିଁକି ତାକୁ ଏହା ଭଲ ନ ଲାଗୁ ଅଥବା ସମାଲୋଚନାର କୌଣସି ଯୁକ୍ତିଯୁକ୍ତ ଭିତ୍ତି ଥାଉ, ହୁଏତ ସେ କବିତା ଭଲ ଲାଗିନି କିମ୍ବା ସେ କବିତାକୁ ସମାଲୋଚନା କରିବା ପାଇଁ ତାଙ୍କ ପାଖରେ କିଛି ଭିତ୍ତି ଅଛି, କିଛି କାରଣ ଅଛି ସେ କବିତାକୁ ସମାଲୋଚନା କରିବାକୁ, ସେଥିପାଇଁ ସେ ସମାଲୋଚନା କରୁଛନ୍ତି, ତାଙ୍କୁ ଭଲ ଲାଗିନି ବୋଲି। ଯେପରି କଜିନ୍ସ
ମୋର ମୁନଲାଇଟ୍ କବିତା ସମ୍ପର୍କରେ ଆପତ୍ତି କରି କହିଛନ୍ତି ଯେ କବିତାରେ ଅଧିକାଂଶ ପଦ ପ୍ରାରମ୍ଭିକ ପଦ ଠାରୁ ମଧ୍ୟ ନିକୃଷ୍ଟ ହୋଇଛି। ମୁନଲାଇଟ୍ ବୋଲି ପ୍ରଭୁଙ୍କର ଗୋଟେ କବିତା ଅଛି। କଜିନ୍ସ ବୋଲି ଜଣେ ବିଶିଷ୍ଟ କବି ସେ ତାକୁ ସମାଲୋଚନା କରି କହିଲେ, ଆପତ୍ତି କରି କହିଛନ୍ତି କବିତାର ଅଧିକାଂଶ ପଦ ପ୍ରାରମ୍ଭିକ ପଦଠାରୁ ମଧ୍ୟ ନିକୃଷ୍ଟ ହୋଇଛି। ଅର୍ଥାତ୍ ଆରମ୍ଭ ଯେଉଁ ପଦ ଆରମ୍ଭ କର ପ୍ରଥମ ପଦ ଲେଖିଛ, ତାପରେ ଯେଉଁ ପଦ ସବୁ ଲେଖି ଚାଲିଛ ସେ ଆରମ୍ଭ ପଦ ମଧ୍ୟ ଆହୁରି ନିମ୍ନମାନର ହେଇଛି। କଜିନ୍ସ କହିଲେ। ମୁଁ ସେଇ ସମାଲୋଚନାକୁ ଅନେକ କିଛି ଶିକ୍ଷା ପାଇଲି। ପ୍ରଭୁ କହିଲେ କଜିନ୍ସ ଯେଉଁ କହିଲେ ମୁଁ ସେ ସମାଲୋଚନାରୁ କିଛି ଶିକ୍ଷା ପାଇଲି, ବୁଝିଗଲି। ଜଣେ ଏଇ ଧାରାରେ ଗ୍ରହଣ କଲେ କିଛି ଡିପ୍ରେସନ ନାହିଁ। ଯାହା ଆସୁଛି ମୋ ପାଇଁ କିଛି ଗ୍ରହଣ କରିବା ଦରକାର, ମୁଁ ଗ୍ରହଣ କରୁଛି। ଫ୍ୟୁଚର ପୋଏଟ୍ରି ଯେଉଁ ଭାବି କବିତା ମୋର, ସେ ଗ୍ରନ୍ଥର ରଚନା ଦିଗରେ ଆଗେଇ ଯିବାର ପଥ ତଦ୍ୱାରା ନିର୍ଦ୍ଦେଶିତ ହେଲା। ଏଇ ଯୋଉଟା କଜିନ୍ ଯୋଉଟା ସମାଲୋଚନା କଲେ ସେ ସମାଲୋଚନା ମାଧ୍ୟମରେ ବା ଫଳରେ ମୁଁ ଫ୍ୟୁଚର ପୋଏଟ୍ରି କବିତା ଲେଖିବା ଆରମ୍ଭ କଲି, ବା ସେ କବିତାରୁ ଆହୁରି ଆଗେଇ ଆଗେଇ ଚାଲିଲି, ତାକୁ ଲେଖିଲି ଭବିଷ୍ୟତର କବିତା, ଭାବି କବିତା। ମୁଁ ଯେ ପୂର୍ବରୁ ଏହା ଜାଣିନଥିଲି ତାହା ନୁହେଁ, କିନ୍ତୁ ଏହା ମୋର ପୂର୍ବ ବିଚାର ଦୃଷ୍ଟିକୋଣର ନିର୍ଦ୍ଦିଷ୍ଟତା ଆଣିଦେଇଥିଲା। ଏ ସମସ୍ୟା ମୁଁ ଜାଣିଥିଲି କିନ୍ତୁ ନିଶ୍ଚିତ ହେଇନଥିଲି। ଏଟା ନିର୍ଦ୍ଦିଷ୍ଟତା ଆଣିଦେବା, ନିଶ୍ଚିତତା ଆଣିଦେଲା। କିନ୍ତୁ ତଥାପି ମଧ୍ୟ ଟାଗୋରଙ୍କର ଆପତ୍ତିକୁ ମୁଁ ବୁଝିପାରୁନି। ଏଇଠି ପ୍ରଭୁ ପୁଣି ଆଟକୁଛନ୍ତି ଟାଗୋରଙ୍କ ପାଇଁ। ସେ ଲାଇଫ ହେଭେନ୍ସକୁ କାହିଁକି ଆପତ୍ତି କରୁଛନ୍ତି? ତାଙ୍କର ସେ ଏକ୍ସପିରିଏନ୍ସ ନାହିଁ ବୋଲି ଆପତ୍ତି କରୁଛନ୍ତି। ଜଣଙ୍କର ଯଦି ଏକ୍ସପିରିଏନ୍ସ ନାହିଁ ସେ କବିତାକୁ ଆପତ୍ତି କରିବନି, କହିବ ହେଇପାରେ ମୁଁ ଜାଣିନି, ମୋର ସେ ଏକ୍ସପିରିଏନ୍ସ ନାହିଁ। କିନ୍ତୁ ବିରୋଧ କରିପାରିବନି। କିନ୍ତୁ ବିରୋଧ କାହିଁକି କରୁଛନ୍ତି? ପ୍ରଭୁ କହିଲେ ମୁଁ ବୁଝିପାରୁନି ଟାଗୋର କାହିଁକି ବିରୋଧ କରୁଛନ୍ତି। ମୁଁ ନିଜେ ମଧ୍ୟ କାବ୍ୟରେ ଥିବା ଅନେକ ବିଷୟକୁ ସତ୍ୟ ମନେ ନାହିଁ। ଅନେକ କଥା ସେ ଲେଖିଛନ୍ତି ଯୋଉଟା ସମ୍ପୂର୍ଣ୍ଣ ସତ୍ୟ ବୋଲି ସେ ନୁହଁ। ମୁଁ ନିଜେ ମଧ୍ୟ କାବ୍ୟରେ ଥିବା ଅନେକ ବିଷୟକୁ ସତ୍ୟ ମନେ ନାହିଁ। ଯେମିତି ଦାନ୍ତେଙ୍କ ନରକ, ଦାନ୍ତେ ବୋଲି ଜାଣିଥିଲେ ଦାର୍ଶନିକ, ତାଙ୍କର ବିଷୟକୁ କୋଟ କରିଛନ୍ତି ପ୍ରଭୁ, ଦାନ୍ତେଜ ହେଲ୍, ହେଲ୍ ମାନେ ନରକ। କିନ୍ତୁ ସେଥିରୁ ମୁଁ ଭାବାବେଗ ଅନୁଭବ କରିଛି, କିଛି ଭାବ ସେଠୁ ପାଇଛି, ମୁଁ ଭାବ ପାଇଛି ବୋଲି ମୁଁ ଲେଖିବାର ସାହାଯ୍ୟ ହେଇଛି ମତେ। ତେଣୁ ଏହା ନିଶ୍ଚିତ ଯେ କାବ୍ୟ ଶକ୍ତିର ଏକ ଅଂଶ ଆମ ପାଇଁ ନୂତନ ଜଗତର ଉନ୍ମୋଚନ କରାଏ। କାବ୍ୟ ଜଣେ ଲେଖିଛି ବା କାବ୍ୟ ଗୋଟେ ରଚନା ହେଇଛି, କାବ୍ୟର କିଛି ଅଂଶ କିଛି ଥାଏ, ସେ ସବୁବେଳେ ଗୋଟେ ନୂତନ ଜଗତ କଥା ସବୁବେଳେ କହେ। କାରଣ ସେଇ ରଚନାଟା ଗୋଟେ କ୍ରିଏଟିଭିଟି, ଗୋଟେ ସୃଜନଶୀଳତା, ନୂଆ କରି କରାହେଇଛି, ନୂଆ ଲେଖା ହେଇଛି, ସେ ଗୋଟେ ନୂତନ କିଛି ସମ୍ଭାବନା ଦବ, କିଛି ଗୋଟେ ନୂତନ ସମ୍ଭାବନା ଦବ, ନୂତନ ଜଗତର ଉନ୍ମୋଚନ କରେ। ତ ଆମ ନିଜ ଧାରଣା, ଅଭିଜ୍ଞତା, ଅନୁଭୂତିକୁ ଏକ ଚରମ ରୂପ ଦିଏ। ଆମ ନିଜ ଧାରଣା, ଅଭିଜ୍ଞତା, ଅନୁଭୂତିକୁ ଚରମ ରୂପ ଦିଏ। ଲାଇଫ ହେଭେନ୍ସ ହୁଏତ ତାର ପାଠକମାନଙ୍କ ସକାଶେ ଏଇ ବିଷୟ ଆଣିଦେଇ ନପାରେ। ଯୋଉ ଲାଇଫ ହେଭେନ୍ସ ପାଇଁ ଟାଗୋର ସମାଲୋଚନା କରୁଛନ୍ତି, ପ୍ରଭୁ କହିଲେ ଆମ କାବ୍ୟ କବିତା ଆମର ନିଜ ଧାରଣା, ଅଭିଜ୍ଞତା, ଅନୁଭୂତିକୁ ଏକ ଚରମ ରୂପ ଦିଏ, ଫାଇନାଲ ଡିସିସନ, ଫାଇନାଲ ଅବସ୍ଥାରେ ନେଇ ପହଞ୍ଚିଦିଏ। କିନ୍ତୁ ଲାଇଫ ହେଭେନ୍ ହୁଏତ ସେ ପାଠକମାନଙ୍କ ସକାଶେ ଏଇ ବିଷୟ ଆଣି ଦେଇ ନପାରେ, ନଥିଲା ବୋଧେ। କିନ୍ତୁ ଯଦି ଏହା ହୋଇଥାଏ ତେବେ ତାହାର ତ୍ରୁଟି ଯୋଗୁଁ, କିନ୍ତୁ ତତ୍ତ୍ୱଗତ ଦୋଷ ଯୋଗୁଁ ନୁହେଁ। ଯଦି ବା ସେମିତି କିଛି ହେଇଥିବ ତା ରଚନାଗତ ତ୍ରୁଟି ଯୋଗୁଁ, ତା ପଛରେ ଯୋଉ ଫିଲୋସଫି ସେ ଭୁଲ ନୁହଁ, ଯୋଉ ଦର୍ଶନ, ଯୋଉ ତତ୍ତ୍ୱରେ ଲେଖା ସେ ଭୁଲ ନୁହଁ। ରଚନାରେ କିଛି ତ୍ରୁଟି ଥାଇପାରେ, ଲେଖାରେ କିଛି ତ୍ରୁଟି ଥାଇପାରେ, ସେ ତ୍ରୁଟି ଯୋଗୁଁ ହେଇପାରେ, କିନ୍ତୁ ଦର୍ଶନ ଯୋଗୁଁ ନୁହଁ। ଆଜି ଗୋଟେ ପ୍ରାର୍ଥନା ଗାଇବା, ଯୋଉମାନେ ଜାଣିଛେ ମିଶି ଗାଇବା, ଜୟ ଶ୍ରୀ ଅରବିନ୍ଦ ଜ୍ୟୋତି କଲେବର। जय श्री अरविंद ज्योति कलेबर शुभ्रपटाम्बर देहि पदम। जय श्री अरविंद ज्योति कलेबर शुभ्रपटाम्बर देहि पदम। जय योगेश्वर आनंद स्वरूप, योगेश्वर आनंद स्वरूप विश्व चेतन देहि पदम।
जय श्री अरविंद ज्योतिकलेवर शुभ्रपटाम्बर देहि पदम जय दीप दीप्तिमय दिव्य ज्ञानमय दिव्य शक्तिमय देहि पदम जय दीप दीप्तिमय दिव्य ज्ञानमय दिव्य शक्तिमय देहि पदम जय लक्ष्मी सेवित निखिलाधीश्वर लक्ष्मी सेवित निखिलाधीश्वर जगज्जन पूजित देहि पदम जय श्री अरविंद ज्योतिकलेवर शुभ्रपटाम्बर देहि पदम जय ध्यान समाहित शांत महिममय अखिल विश्वमय देहि पदम जय ध्यान समाहित शांत महिममय अखिल विश्वमय देहि पदम जय दीन दयामय करुणा सागर दीन दया प्रभु दीन दया जय दीन दयामय करुणा सागर शरणागत मम देहि पदम जय श्री अरविंद ज्योतिकलेवर शुभ्रपटाम्बर देहि पदम जय योगेश्वर आनंद स्वरूप योगेश्वर आनंद स्वरूप विश्व चेतन देहि पदम जय श्री अरविंद ज्योतिकलेवर शुभ्रपटाम्बर देहि पदम।